ଜଗନ୍ନାଥ ନମସ୍କାର। ଆସନ୍ତୁ ଶୁଣିବା ମଞ୍ଜୁବାଳା ଦାସଙ୍କର ମୋ ପିଲାଦିନ ବହିର 29 ଭାଗ। ବିଷୟଟି ହେଉଛି ନୂଆ ବୋହୂଟି ନଈକି ଗାଧେଇ ଯିବୁ ନାହିଁଟି। ଝିଅଟି ଯେତେବେଳେ ବୋହୂ ସାଜି ମୁଣ୍ଡରେ ଓଢ଼ଣା ଟାଣି ଶାଶୁଘରକୁ ଆସେ, ତା ମନରେ କେତେ ସ୍ୱପ୍ନ, କେତେ ଆଶା, କେତେ ଆଶଙ୍କା ଭରି ରହିଥାଏ। ଆଜିର ମୋବାଇଲ ଯୁଗରେ ଝିଅ ବୋହୂକୁ ବୁଝି ପାରିବେନି ସେତେବେଳର ସମୟର କଥା। ଆଜିର ମୋବାଇଲ ଯୁଗରେ ଝିଅ ବୋହୂ ବୁଝିପାରିବେନି ସେତେବେଳର ସମୟର କଥା। ମୋ ପିଲାଦିନେ ଦେଖିଛି କେତେ ନୂଆ ବୋହୂ ନୂଆ ଅପରିଚିତ ଘରକୁ ଆସିଥାନ୍ତି। ଯୌଥ ପରିବାର, ଶାଶୁ ଶ୍ୱଶୁର, ନଣନ୍ଦ, ଯା, ଝିଆରୀ, ପୁତୁରାଙ୍କୁ ନେଇ ଚଳିବେ। କେତେ ଲୋକଙ୍କ ମନ ନେଇ ଚଳିବାକୁ ହେବ। ଯିଏ ତା ଜୀବନର ସୁଖ ଦୁଃଖର ସାଥୀ, ତାକୁ ସେ ଆଗରୁ ଦେଖିନଥାଏ କି ତା କଥା ଶୁଣି ନଥାଏ। ପୁଣି ଦିନରେ ସ୍ୱାମୀ ସହ ଦେଖା ହେବା, କଥା ହେବା ଯେମିତି ଗୋଟେ ବଡ଼ ଅପରାଧ ଥିଲା। ଯେତେ ଛୋଟ ଝିଅଟା ହେଇଥାଉ ପଛେ ବୋହୂଟିଏ ହୋଇଗଲେ ତା ଉପରେ ସବୁ ଦାୟିତ୍ୱ ପଡ଼ିଯାଏ। କେତେ ଲୋକ ତାଠୁ କେତେ ଆଚାର ବ୍ୟବହାର ଆଶା କରନ୍ତି। ଟିକିଏ ଭୁଲ କଲେ ତା 100 ଗୁଣ ହୋଇ ପ୍ରଚାର ହୁଏ। କେତେ ଥଟ୍ଟା ପରିହାସ, ବୁଲେଇ ବଙ୍କେଇ ସମାଲୋଚନା କରାଯାଏ। କେତେ ନୀତି ନିୟମ, କେତେ କାନୁନ ଫାଶରେ ବନ୍ଧା ହୋଇ ପଡ଼ିଥାଏ ବୋହୂର ଗୋଡ଼ ଦୁଇଟି। କେତେ ନୀତି ନିୟମ କାନୁନ ଫାଶରେ ବନ୍ଧା ହୋଇ ପଡ଼ିଥାଏ ବୋହୂର ଗୋଡ଼ ଦୁଇଟି। ଯାହା ଘରକୁ ନୂଆ ବୋହୂଟି ଆସିଲେ ମୁଁ ମା ସାଙ୍ଗରେ ନହେଲେ ସାଙ୍ଗସାଥୀଙ୍କ ସାଙ୍ଗରେ ବୋହୂ ଦେଖିବାକୁ ଯାଏ। ବୋହୂ ସବାରି ନହେଲେ ତାଟି ବଳଦ ଗାଡ଼ିରେ ଓହ୍ଲାଏ। ମୁଣ୍ଡରେ ହାତ ଓଢ଼ଣା, ନଇଁ ନଇଁ ଚାଲେ। ବାମ ପାଦକୁ ଆଗକୁ ପ୍ରଥମେ ପକାଏ। ବନ୍ଦାପନା କରି ହୁଳହୁଳି ପକାଇ ବର କନ୍ୟାକୁ ନିଅନ୍ତି। ଦେଇ ପିଣ୍ଡି ପାଖରେ ଶିଉଳି ଲେଖିବା, ତାପରେ ତାକୁ ନେଇ କବାଟ କଣରେ ବସାଇ ଦିଅନ୍ତି। ଯିଏ ଦେଖିବାକୁ ଚାହାନ୍ତି ହାତେ ଓଢ଼ଣା ଆଡ଼େଇ ହୋଇ ମୁହଁ ଦେଖାନ୍ତି। ବୋହୂ ସେତେବେଳେ ଆଖି ବୁଜିଦିଏ। ଆମେ ବୋହୂକୁ ଦେଖୁ, ବୋହୂ କିନ୍ତୁ ଆମକୁ ଦେଖିପାରେ ନା। ନୂଆ ବୋହୂ ସମୟରେ କେତେ ନୀତି ନିୟମ, କେତେ କାଇଦା କଟକଣା ବୋହୂ ପାଇଁ ଥାଏ। ବୋହୂମାନେ ଫସର ଫାଟିବା ପୂର୍ବରୁ ଶେଯରୁ ଉଠି ଗାଧୋଇ ପାଧୋଇ ଆସନ୍ତି। ସାହି ପଡ଼ିଶାର ଗୁରୁଜନ ଶ୍ୱଶୁରଙ୍କ ପାଇଁ ଚନ୍ଦନ ଘୋରି, ଚନ୍ଦନ ପେଡ଼ିରେ ଚନ୍ଦନରେ ଝୋଟି କୁଟ କାମ କରି ଲୁଗା ଭାଙ୍ଗି ପଠାନ୍ତି। ଶାଶୁ ଶ୍ୱଶୁରଙ୍କ ଗୋଡ଼ ଧୋଇ ମୁଣ୍ଡିଆ ମାରନ୍ତି। ପାଦ ଧୁଆ ପାଣି ପିଅନ୍ତି। କାଚ ଥାଳିଆରେ ବିଭିନ୍ନ ପ୍ରକାର ପାନ ଭାଙ୍ଗିକରି ପଠାନ୍ତି। ସବୁ ତରକାରୀ ଶାଗ ରାନ୍ଧିକରି ମଧ୍ୟ ପଠାନ୍ତି। ବୋହୂ ହାତରନ୍ଧା ତରକାରୀ ସାହି ପଡ଼ିଶାରେ ମଧ୍ୟ ବଣ୍ଟା ଯାଉଥିଲା। କାହାକୁ ବୋହୂ ପରସା ଖାଇବାକୁ ଡକାଯାଉଥିଲା। ଶ୍ୱଶୁର ଦେଢ଼ଶୁରଙ୍କ ଠା ସଜାଡ଼ି ଦେଉଥିଲେ। ଝିଅମାନଙ୍କର ମୁଣ୍ଡ ବାନ୍ଧି ଅଳତା ଚନ୍ଦନ କୁଙ୍କୁମ ଲଗାଇ ଦେଉଥିଲେ ବୋହୂମାନେ। ବୟସ୍କା ସ୍ତ୍ରୀ ଲୋକ ଆସିଲେ ତା ଘରକୁ ମୁଣ୍ଡ ଲଗାଇ ତାଙ୍କୁ ଓଳିକି ହେଉଥିଲେ। ଦେହ ହାତ ଘଷି ଦେଉଥିଲେ। ପାନ ଭାଙ୍ଗିକରି ଦେଉଥିଲେ। ଯିଏ ଘରକୁ ଆସିଲେ ପାନ ଖଣ୍ଡେ ନିଶ୍ଚୟ ଦିଆଯାଉଥିଲା। କଥାରେ ଲୋକ କହନ୍ତି ତାଙ୍କ ଘରକୁ ଯାଇଥିଲି ଯେ ପାନ ଖଣ୍ଡେ ଦେଲେନି। ବୋହୂ ପାଇଁ କେତେ କଟକଣା ଥିଲା। ଦିନରେ ସ୍ୱାମୀ ସାଙ୍ଗରେ କଥା ହେବେନି। ଦେଢ଼ଶୁର ଶ୍ୱଶୁର ଗୁରୁଜନଙ୍କ ପାଖରେ ଓଢ଼ଣା ପକାଇଥିବେ। କଥା କହିବେନି। ଯେତେବେଳେ କଥା ହେବେ ଚୁପଚାପ କଥା ହେବେ। ଥିରି ଥିରି ହୋଇ ଚାଲିବେ। ବଡ଼ ପାଟିରେ ହସିବେନି। ଦାଣ୍ଡ ବାରଣ୍ଡା ଉପରକୁ ଯିବେନି। ଯୋଗୀ ଭିକାରୀ କାହାକୁ ଭିକ ଦେବନି। ତା ଛଡ଼ା ତାଙ୍କ ଇଚ୍ଛା ଅନୁସାରେ କାହାକୁ କିଛି ସେ ଦେବେନି। ରୋଷେଇବାସ, ହାଣ୍ଡି ଧୁଆ, ବାସନ ମଜା, ଘର ଓଳା ଯାବତୀୟ କାମ ବୋହୂ ହିଁ କରିବ। ସମସ୍ତେ ଖାଇସାରିବା ପରେ ଖାଇବ। ସମସ୍ତେ ଶୋଇ ସାରିଲା ପରେ ସେ ଶୋଇବାକୁ ଯିବ। ଶାଶୁ ଶ୍ୱଶୁର ଘଷାମଡ଼ା କରି ସମସ୍ତେ ଶୋଇ ସାରିଲା ପରେ, ଖଞ୍ଜା ସୁନସାନ ହେଲା ପରେ ସେ ଶୋଇବାକୁ ଯିବ। ମୋ ପିଲାବେଳେ ଆମ ଗାଁର ବୋହୂ ହୋଇ ଆସିଥିଲେ ରୁକୁଣା ଖୁଡ଼ୀ, ସତୀ ଖୁଡ଼ୀ, ତଇନା ଭାଉଜ, ସଞ୍ଜୁ ଭାଉଜ, ଶ୍ଵେତ ଭାଉଜ, ରେଖି ଭାଉଜ, କଳ୍ପନା ଭାଉଜ, ସୁଷମା ଭାଉଜ, ଧନୀ ଭାଉଜ। ଏମାନଙ୍କ ପାଖରେ ଆମେ ପିଲାବେଳେ ଭିଡ଼ ଜମାଉ। ସେମାନେ ସବୁ ରୀତିନୀତି ମାନୁଥିଲେ। ଏପର୍ଯ୍ୟନ୍ତ ବି ତାଙ୍କ ମୁଣ୍ଡରେ ଓଢ଼ି ହେଲେଣି। ଏପର୍ଯ୍ୟନ୍ତ ବି ତାଙ୍କ ମୁଣ୍ଡରେ ଓଢ଼ଣା ଅଛି। ବୋହୂଟିକୁ ସହଯୋଗ କରିବା ପରିବର୍ତ୍ତେ ବିଭିନ୍ନ କଥାରେ ବୋହୂକୁ ପରୀକ୍ଷା କରୁଥିଲେ ସେତେବେଳର ଲୋକମାନେ। ସେ ତା ବାପ ଘରୁ କ'ଣ ଶିଖି ଆସିଛି, ଚାଲି ଚଳଣି ସଣ୍ଟଣା ଶିଖିଛି କି ନା। ଯଦି କେଉଁଠି ଭୁଲ ହେଇଗଲା କେତେ ଟିପ୍ପଣୀ ଶୁଣିବାକୁ ପଡ଼ୁଥିଲା। ତା ବାପା ମା ଏଇଆ ଶିଖେଇ ପଠାଇଛନ୍ତି ଇତ୍ୟାଦି। ନଣନ୍ଦର ମର୍ଜି ଜଗି ଚଳିବାକୁ ପଡ଼ୁଥିଲା। ବୋହୂର ଟିକିଏ ଭୁଲକୁ 5 ମାଇପେ ଆଲୋଚନା କରୁଥିଲେ, ସମାଲୋଚନା କରୁଥିଲେ। ଶାଶୁଘର ଗଞ୍ଜଣା ସହି ନ ପାରି କେତେ ବୋହୂ ମଧ୍ୟ ଆତ୍ମହତ୍ୟା କରୁଥିଲେ। ଏବେ ସେକାଳ ପଖାଳ ନାହିଁ, ବଦଳି ଯାଇଛି।
ରୀତିନୀତି ଆଉ ଚଳଣି ବୋହୂମାନେ ଏବେ ସ୍ୱାଧୀନ, ଆଉ ସେମାନେ ଶାଶୁମାନଙ୍କ ଉପରେ ବରଂ ତାଙ୍କର ଶାସନ ଜାହିର କରୁଛନ୍ତି। ରହିଲି ଏତିକି, ନମସ୍କାର।